ତଲେଇପଡ଼ା ରାବଣପୋଡି ମହୋତ୍ସବ କମିଟି ଆଉ ଦୁର୍ଗା ପୂଜା କମିଟି ତରଫରୁ ଆଜି ଆମେ ପ୍ରେସ୍ ମିଟ୍ ଡାକିଛୁ। ଆଜି ଆପଣମାନଙ୍କୁ ଆମେ ସଂକ୍ଷେପରେ ସୂଚନା ପ୍ରଦାନ କରୁ କି ଆମରି ପ୍ରୋଗ୍ରାମଟା କେନ୍ ତାରିଖ କେତେବେଳେ କେଉଁ ସମୟରେ ହେବା ଇତାର ଡିଟେଲ୍ସ ବର୍ତ୍ତମାନ ମୁଇଁ ଆମର ଯେ ରାବଣପୋଡି ମହୋତ୍ସବର ପ୍ରେସିଡେଣ୍ଟ କହିମି ସେ ଯେ ପ୍ରତ୍ୟେକ ବର୍ଷ ତଲେଇପଡ଼ାରେ ଆମେ ରାବଣପୋଡି ମହୋତ୍ସବ କରସୁଁ ଆଉ ଏଥର ବି ଆମେ ଜୋରଦାର କରବା ଲାଗି ଯାଉଛୁ। ଆଉ ଇଥିଲି ବୋଲିକି ଆମର ଯେନ୍ ପ୍ରୋଗ୍ରାମ ଅଛେ 2 ତାରିଖ ଦିନ ପ୍ରୋସେସନ ବାହାରବେ আমার পড়ার বাহারবে ঠিক 4 बजे টিকে বাহারবে। এই প্রসেসনটা কুঞ্জলপড়া বালিবন্ধা রিং রোড ଦେଇକିରି আমার দলেপড়া ঘাটকে আসবে। সেটু তারপরে আমি যেন গেস্ট মানুষ ডাকিছু ଆଉ চিফ গেস্ট ସମସ୍ତଙ୍କୁ ଆମେ ଫେରିସନ କରମୁ। ତାପରେ ଆମର ফায়ার ওয়ার্କ ଯେନ୍ ଆତିଶବାଜି କାର୍ଯ୍ୟକ୍ରମ ଅଛେ ଏଇଟା ଆପଣମାନେ ସାରା ସମ୍ବଲପୁର ସହରର ପବ୍ଲିକ ଏଥର ଦେଖିବେ। ଆମେ ଅତି ସୁନ୍ଦର ଭାବେ ଏଥର ଆମେ ଇକୋ ଫ୍ରେଣ୍ଡଲି ଗ୍ରୀନ ফায়ার ওয়ার্ক ବ୍ୟବହାର କରୁଛୁ, ପ୍ରତିବର୍ଷ ବି କରୁଛୁ ଆମେ। ଆଉ ଏଠି ଆପଣମାନେ ଅନ୍ୟାନ୍ୟ ପ୍ରୋଗ୍ରାମ ଯେନ୍ତା ଆପଣଙ୍କର ଛୋଟ ଛୋଟ ଛୁଆମାନଙ୍କର ଯେନ୍ ବାନର ସେନା ଆସିବେ ତାଙ୍କର ପ୍ରୋଗ୍ରାମ ଏସବୁ ପ୍ରୋଗ୍ରାମ ଆପଣମାନେ ଦେଖିବେ। ତାପରେ ଆପଣ ଇ ଯେନ୍ ଆପଣଙ୍କର ରାବଣପୋଡି ମହୋତ୍ସବରେ ଆପଣମାନେ ଦେଖିବେ ଯେ ଆପଣଙ୍କର ଯେନ୍ ଅଧର୍ମ ଉପରେ ଧର୍ମର ଜୟ, ତାପରେ ମାନେ ସତ୍ୟ ଉପରେ ଜୟ ଇ ବିଷୟ ଆମେ ଯେନ୍ ଲୋକଙ୍କୁ ଯେନ୍ ଜଣାଉଛୁ ଆଉ ଇ ଯେନ୍ ଓକେଜନ ଦୁର୍ଗା ପୂଜା ଓକେଜନ ଆମେ କହିଲେ ଯାଉଛୁ ଇଥିଲାଗି ମୁଇଁ ଆପଣମାନଙ୍କୁ ଆଜି ସୂଚନା ପ୍ରଦାନ କଲି। ଟିକେ ବଡ ଆକାରରେ କରା ତ ଆପଣଙ୍କ ମାଧ୍ୟମରେ ସମସ୍ତେ ଆସିକିରି କେତିକିରି ରାବଣପୋଡାରେ ସାମିଲ ହେବେ। କେତେବେଳୁ ଆରମ୍ଭ ହେବା, କୋଉ କୋଉ ଦଳ ଆସିବେ, କଣ ବ୍ୟବସ୍ଥା କରାଯାଇଛି ସେ? ଏଇଟା 5 ବଜେନ ଚାଲୁ ହବା, ରାତି 8 ବଜେ ଆଉ ଯାଜପୁରରୁ ଶିବାକାଶ ଆମର ଫାୟାର ୱାର୍କ ଚାଲୁଛି, ଫାୟାର ୱାର୍କ ଆଉ ପ୍ରଶାସନ କେତେ ଫୁଟର ରାବଣ ହେବା 50-60 ଫୁଟ ଆଉ ଆଶିଷବାଜି ଆପଣମାନେ ଦେଖିଥିଲେ ଗଲାଥର ଯାହା ହେଇଥିଲା ତାର ଭିତରେ ଆଉ ଯେହେତୁ ପାଣି ଥରେ ବଢିଛି ସେମିତି ଭଲ ଭାବରେ ଆମେ ଚିନ୍ତା କରୁ ଆଉ ବଡ ଆକାରରେ କରାଉ। ସୁରକ୍ଷା ଦୃଷ୍ଟିରୁ କେମିତି, ଯେହେତୁ ସେଟା ଆତଯାତ ହଉଛନ୍ତି ସମସ୍ତେ ଯିବା ଆସିବା? ପ୍ରଶାସନର ସହାୟତା ନିଆଯାଇଛି, ପ୍ଲସ ଜିଲ୍ଲା ପ୍ରଶାସନକୁ ଲେଟର କରାଯାଇଛି। ତାଙ୍କର ବିନା ସହାୟତାରେ ଟିକେ ବଡ ପ୍ରୋଗ୍ରାମ ହେଇନପାରେ, ତାଙ୍କର ହେଲ୍ପ ଦେଇକିରି ବଡ ପ୍ରୋଗ୍ରାମ କରାଉ। ଅତିଥି ଭାବେ ଏବେ ତ ଆମେ ଏମଏଲଏ ଏମପି ସମସ୍ତଙ୍କୁ ଲେଟର ଦିଆଯାଇଛି। ଏବେ ତ କନଫର୍ମେସନ ଆମ ପାଖକୁ ଏମପି ଆଉ ସୁରେଶ ପୂଜାରୀ ମନ୍ତ୍ରୀଙ୍କର ହେଇଛି ଆଉ ଆମର ଯୋଉ ବାବା ଜୀବନ ଚୌତନ୍ୟ ମହାରାଜ ସେ ତାଙ୍କର କନଫର୍ମେସନ ଅଛି।